नमस्कार आम यूट्यूब चैनल रो संपूर्ण गहन पुराण सार कथा कार्यक्रम को आपण मानक स्वागत। आज आलोच्य विषय होउछि माउसी माँ किए जगन्नाथ पोड़पिठा कहीं खाती। खतेई ए खतेई कौन हला रडी छाडु तू? अरे आज आश्रम को फेरी जिबा पुरा। नाही 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 आज आश्रम को जीवानी। गुरुदेव कहिसंती आश्रम को आज जीवानी। नाही गुरुदेव कहउथिला आज फेरी जिबा बोली। अरे ओलिया गुरुदेव खतेई गुरुदेव अरे कहीं की तुम पट्टी करूचो कोन हेची कोन? गुरुदेव हाँ आज आश्रम को फेरी जिबा पुरा। अरे मु कहिथिली आज आश्रम को फेरी जाई थांते जे आज जगन्नाथ माउसी माँ घरे पोड़ पिठा खाइबे तांको दर्शन करबा तापरे जिबा। पोड़ पिठा खाइबे? हाँ गुरुदेव हाँ ए माउसी माडा किए? हाँ आ पोड़ पिठा काहे की खांती जगन्नाथ? ओहो जगन्नाथंकर माउसी माँ किए हां आउ जगन्नाथ माउसी माँ घरे कहीं की पोड़ पिठा खांती खांती ताकू आलोचना करबा पूर्वरु आमे टिके पुराण सार कथारे भिजी जिबा। सुन हे भाई पुराण सार कथा कही सुन रे भाई पुराण सार कथा कही पुराण जदि शुणिब ज्ञान गुरु प्राप्त हेब पुराण जदि शुणिब ज्ञान गुरु प्राप्त हेब संसारु मुक्ति पथ पाई सुन हे भाई पुराण सार कथा कही। ये जो पुराण सार कथा अज्ञान रो ज्ञान मार्ग ये अंधार घरे आलोकर दीप होउछि ये आज आलोचना करिबा जगन्नाथ ठाकुरंकर माउसी माँ किए ता पूर्वरु ठाकुर घरे पुच्छ मुठाटा अछि पुच्छ मुठाटा टिके आने। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। जुग कथा देवा बुझाई दशरथ कोले प्रभु नारायण अयोध्या नगरे होइले जन्म तीन रानी गर्भरु जे चारि संतान आउ तीन रानी गर्भरु जे चारि संतान राम लक्ष्मण पुणी भरत शत्रुघ्न एपरी चारि भाई जन्म हेले आउ दिनु दिन बड़ होई होई गले आउ दिनु दिन बड़ होई होई गले आज्ञा जेते बेले युवक अवस्था होइला आउ जेते बेले युवक अवस्था होइला दशरथ नर साई मन चिंता कला बड़ पुओ जे मोहर श्रीराम बड़ पुओ जे मोहर श्रीराम अयोध्या रे मु करिबी राजन कुल गुरु वशिष्ठ को पास को डाकी कुल गुरु वशिष्ठ को पास को डाकी दशरथ राजा वचन भाषंती जहा कहू अच्छी शुण एबे मो वचन
ଯାହା କହୁଅଛି ଶୁଣ ଏବେ ମୋ ବଚନ ହଉରେ ଆହେ ଗୁଳ ଗୁରୁ ମନ ଦେଇ ଶୁଣ ଓହୋ ରାଜେ ରାମକୁ କରିବି ରାଜନ ହେ କୁଳ ଗୁରୁ ରାଜେ ରାମକୁ କରିବି ରାଜନ ଖତେଇ ଗୁରୁଦେବ ତ୍ରେତୟା ଯୁଗର କଥା ହଁ ଭଗବାନ ବିଷ୍ଣୁ ଆଚ୍ଛା ଆଚ୍ଛା ରାମ ଅବତାର ହେଉଛନ୍ତି ହଁ ରାଜା ଦଶରଥ ଆଚ୍ଛା ତାଙ୍କର ତିନି ରାଣୀ ହେଲେ କୌଶଲ୍ୟା କୈକେୟୀ ସୁମିତ୍ରା ହଁ ଯଜ୍ଞ ଚରୁ ଖାଇ ହଁ ତିନି ରାଣୀ ଗର୍ଭରୁ ଆଚ୍ଛା ଆଚ୍ଛା ଚାରୋଟି ସନ୍ତାନ ଲାଭ କରିଛନ୍ତି ହେଲା ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହଁ ହେଲେ ଚାରି ଭାଇଙ୍କର ଯୁବକ ସମୟ ଆସି ପହଞ୍ଚି ଗଲାଣି ହଁ 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 ବାପା ମନ ତ ହଁ ହଁ ଦିନେ ଦଶରଥ ଚିନ୍ତା କଲେ କଣ ବୋଲି ବୃଦ୍ଧ ଅବସ୍ଥା ମୋହର ଆଉ କେତେ ଦିନ ମୁଁ ରାଜ୍ୟ ଭୋଗ କରିବି ହଁ ତେଣୁ ବଡ ପୁଅ ରାମଚନ୍ଦ୍ରଙ୍କୁ ରାଜ୍ୟଭାର ଦେଇଦେବି ହଉ କୁଳଗୁରୁ ବଶିଷ୍ଠଙ୍କୁ ଡାକିଲେ ହଁ ଯେ ହେ କୁଳଗୁରୁ ମୁଁ ମୋର ପୁଅକୁ ରାଜାଭିଷେକ କରିବାକୁ ଚାହୁଁଛି ଆଚ୍ଛା ହେଲେ ସେତେବେଳେ କୁଳଗୁରୁ କହିଲେ କଣ ଯୋଗ ଲଗ୍ନ ବାହାର କଲେ ହଁ। ଯେ ରାଜା ରାମଚନ୍ଦ୍ର ଅଯୋଧ୍ୟାରେ ରାଜା ହେବେ ଏବେ ରାମଚନ୍ଦ୍ର ରାଜା ହେବେ ହଁ ହେଲେ ଏହି କଥାଟି সকলে ଜାଣିଲେ ହଁ ହଁ ପ୍ରଜାନୁ ରଞ୍ଜନ ରାଜା ହେବେ ଭଲେ ଆଜ୍ଞା ସମସ୍ତଙ୍କର ଯେ ଉତ୍ପନ୍ନଟି ମନ ହଉ ରାଜା ରାମଚନ୍ଦ୍ର ମନରେ କରିଲେ ଭାବନ କଣ ଦିନୁ ଦିନ କହୁ ଏବେ ବିତି ବିତି ଗଲା ଆହା ମାତ୍ର ଗୋଟିଏ ଦିନ ଯେ ବାକି ରହିଲା ହଁ ରାତି ପାହିଲେ ରାମ ରାଜା ହେବ ନିଶ୍ଚୟ ରାତି ପାହିଲେ ରାମ ରାଜା ହେବ ଏହି କଥାଟିକୁ ପୁଣି ଏବେ ତୁମ୍ଭେ ଭାବ ହଉ ହଉ ମନ ମଧ୍ୟ ଭାବିଲେ ପ୍ରଭୁ ନାରାୟଣ ହଁ ଯଦି ମୁଁ ଅଯୋଧ୍ୟାରେ ହେବି ରାଜନ ଓହୋ ଲଙ୍କାରେ ରାବଣ କେମନ୍ତ କରିବ ଆଉ 7 ଜଣ ପୁଣି କିଏ ଉଦ୍ଧାର ହେବ ନିଶ୍ଚୟ ଏ କଥା ନାରାୟଣ ମନେ ଚିନ୍ତିଲେ ହଁ ହଁ କିସ କରିବି ମନରେ ଭାବିଲେ ଏବେ ଏମନ୍ତ ହୋଇଲା ଭଲେ ହେ ଜ୍ଞାନୀ ଜନେ ଏବେ ଏମନ୍ତ ହୋଇଲା ଭଲେ ବୋଲ ହରି ବୋଲ ହରି ବୋଲ ଆରେ ଓଳିଆ ଗୁରୁଦେବ ଭଗବାନ ହଁ ମନ ମଧ୍ୟରେ ଚିନ୍ତା କରୁଛନ୍ତି କଣ ବୋଲି ରାତି ପାହିଲେ ରାଜ ଅଭିଷେକ ହବ ହଁ ହଁ ଅଯୋଧ୍ୟାରେ ମତେ ରାଜା ହେବାକୁ ପଡିବ ନିଶ୍ଚୟ ଯଦି ମୁଁ ଅଯୋଧ୍ୟାରେ ରାଜା ହେଇଯାଏ ହଁ ଏ କାମ ସବୁ କିଏ କରିବ କାମ 7 ଜଣକୁ ଉଦ୍ଧାର କରିବାର ଅଛି ହଁ ରାବଣକୁ ମାରିବାର ଅଛି ହଁ ଏ ସବୁ କାମ କିଏ କରିବ କିଏ କରିବ ତେଣୁ ମତେ ତ ବନବାସୀ ହେବାକୁ ପଡିବ ହଁ। ହେଲେ ବନବାସୀ ମୁଁ କେମିତି ହେବି କେମିତି ମତେ କିଏ ପଠେଇବ ବନକୁ ହଁ ଚିନ୍ତା କରୁଛନ୍ତି ରାମ ଓହୋ ଏଇପଟେ ଭଗବାନ ରାମଚନ୍ଦ୍ର ଚିନ୍ତା କରୁଛନ୍ତି ହଁ ସେଇପଟେ ଦଶରଥ ରାଜା ସେ କୈକେୟୀ ରାଣୀ ଆହା ଆଉ ଦଶରଥ ରାଜା କୋଳେ କୈକେୟୀ ରାଣୀ ହଉ ବୃକ୍ଷ କୋଳରେ ଶୋଇଥିଲେ ପୁଣି ଆହା ବୃକ୍ଷ କୋଳରେ ଶୋଇଥିଲେ ପୁଣି ଆଚ୍ଛା ଦଶରଥ ରାଜା ନିଦ୍ରାରେ ଯେ ଶୋଇ ଅଛନ୍ତି ହଁ ହଁ କୌଶଲ୍ୟା କୈକେୟୀ ପାଶେ ତାଙ୍କ ବସିଛନ୍ତି ଗଛ ଉପରେ ଯେ ଗୋଟେ କପତ କପତି ହଉ ଦୁହେଁଙ୍କର ମଧ୍ୟରେ କଥା ହେଉଛନ୍ତି ଆହା କପତି ବୋଇଲେ ଆହେ ପ୍ରାଣନାଥ ଆହା ରାଜା ରାମଚନ୍ଦ୍ର ସକାଳୁ ରାଜେ ହୋଇବେ ତ ଓହୋ ମହାସୁଖରେ ଆମ୍ଭ କଟିବ ଦିନ
ଏ କଥା କହୁଛି ଶୁଣ ପ୍ରାଣ ଧନ ଆହା ସେତେବେଳେ କପୋତ ହେମନ୍ତ ବୋଇଲେ କଣ ଶୁଣ ଲୋକପତି କହୁଅଛି ଭଲେ କାଲି ଠାରୁ ଅଯୋଧ୍ୟାର ସୁଖ ସରିବ ଦୁଃଖ ସମୟ ଆସି ପହଞ୍ଚିବ ଶନିଙ୍କର କୋପ ଦୃଷ୍ଟି ପଡ଼ିଛି ପୁଣି ଶନିଙ୍କର କୋପ ଦୃଷ୍ଟି ପଡ଼ିଛି ପୁଣି ଓ 14 ବର୍ଷ ଯାଏ ସିଂହାସନରେ ଜାଣି ଆହା ସିଂହାସନରେ ଯିଏଟି ବସିବ ଅକାଳରେ ତାର ମୃତ୍ୟୁ ଯେ ହୋଇବ ଏକ ହଁ ଏହି କଥାଟିକୁ ତୁମେ ମନେ ରଖିଥିବ ଓହୋ ହେମନ୍ତ ସେହି ଦୁହେଁ ଯେ କହିଲେ ଏ କାଳେ କୈକେୟୀ ସକଳ ଶୁଣିଲେ ଆହା ମନ ମଧ୍ୟରେ ଚିନ୍ତିଲେ ତକ୍ଷଣ ରାଜା ଯଦି ହୋଇବ ଏବେ ଯେ ଶ୍ରୀରାମ ଓହୋ ଅକାଳରେ ତାର ମୃତ୍ୟୁ ଯେ ହୋଇବ ଏ କଥାକୁ ମାତା କିପରି ସହିବ ଏବେ ଏତିକି ମନରେ ଭାବ ହେ ଜ୍ଞାନୀ ଜନେ ଏବେ ଏତିକି ମନରେ ଭାବ ହେଲେ ଓଳିଆ ଗୁରୁଦେବ ଭଗବାନ ରାମଚନ୍ଦ୍ର ବନବାସକୁ ଯିବେ କେମିତି କେମିତି ଏଇପଟେ ରାମଚନ୍ଦ୍ର ଚିନ୍ତା କରୁଛନ୍ତି ହଁ ସେଇପଟେ ରାଜା ଦଶରଥ କୈକେୟୀଙ୍କ କୋଳରେ ଶୋଇଛନ୍ତି ଗୋଟେ ଗଛ ତଳେ ହଁ ହଁ ଗଛ ଉପରେ ଗୋଟେ କପୋତ ଆଉ କପୋତୀ ଦୁହେଁ କଥା ହଉଛନ୍ତି ହଁ କଣ ବୋଲି କଥା କଣ ହଉଛନ୍ତି ବୋଲି କପୋତୀ କହୁଛି ହେ ପ୍ରାଣଈଶ ଆଚ୍ଛା ଆଚ୍ଛା କାଲି ଠାରୁ ଅଯୋଧ୍ୟାରେ କେବଳ ସୁଖ ହିଁ ସୁଖ ଓହୋ ପ୍ରଜାନୁରଞ୍ଜନ ରାମ ହଁ। ଅଯୋଧ୍ୟାରେ ରାଜା ହେବେ ରାଜା ହେବେ ପ୍ରଭୁ କେବଳ ସୁଖ ହଁ କପୋତ କହିଲା ନାହିଁ ଲୋ କାଲିଠୁ ଅଯୋଧ୍ୟାର ସୁଖ ସରି ଯାଉଛି ହଁ କାଲି ଠାରୁ ଅଯୋଧ୍ୟାରେ କେବଳ ଦୁଃଖ ଦୁଃଖ। କାହିଁକି କାହିଁକି ନା ଅଯୋଧ୍ୟାର ରାଜ ସିଂହାସନକୁ ଶନିଙ୍କର କୋପ ଦୃଷ୍ଟି 14 ବର୍ଷ ପାଇଁ ପଡୁଛି ଆହା ଭଗବାନ ତେଣୁ ରାଜ ସିଂହାସନରେ ଯିଏ ବସିବ ହଁ ଅକାଳରେ ତାର ମୃତ୍ୟୁବରଣ ହବ ମରିବ ଏ କଥାଟା ଶୁଣିଦେଲେ କୈକେୟୀ ହଁ ହେଲେ ମା କୈକେୟୀ ପିଲା ବେଳରୁ ପକ୍ଷୀ ମାନଙ୍କର ସେବା କରୁଥିଲେ ଆଚ୍ଛା ଆଚ୍ଛା ପକ୍ଷୀ ମାନଙ୍କୁ ଖାଦ୍ୟ ଦଉଥିଲେ ହଁ ତେଣୁ ପକ୍ଷୀ ମାନଙ୍କର ଭାଷା କୈକେୟୀ ରାଣୀ ବୁଝି ପାରୁଥିଲେ ଆହା ଏ ପକ୍ଷୀ ମାନଙ୍କର କଥା ମଧ୍ୟ କୈକେୟୀ ବୁଝିଗଲେ ହଁ କୈକେୟୀ ଚିନ୍ତା କରୁଛନ୍ତି କଣ ରାମଚନ୍ଦ୍ର ଭଳି ପୁଅ ଯଦି ମୋର ରାଜ ସିଂହାସନରେ ବସିବ ହଁ। ସିଏ ଯଦି ଅକାଳରେ ମରିବ ହଁ ଏ ମାତାର ପ୍ରାଣ ଥାଇ ଆଉ ଲାଭ କଣ ଲାଭ କଣ ଚିନ୍ତା କଲେ କୈକେୟୀ ହେଲେ କରିବେ କଣ କଣ କରିବେ ରାତି ପାହିଲେ ତ ରାଜା ହବ ରାମ ତାକୁ କେମିତି ବନ୍ଦ କରିବେ କିପରି ସେଠାବରୁ କୈକେୟୀ ଲେଉଟି ଆସିଲେ ହଁ ସେଠାବରୁ କୈକେୟୀ ଯେ ଲେଉଟି ଆସିଲେ ଆହା ଆଉ ନିଜ ଉଆସରେ ମୌନେ ବସିଲେ ଆହା ସିଏ ନିଜ ଉଆସରେ ମୌନେ ବସିଲେ ଓହୋ ଏପଟେ ଚିନ୍ତା କଲେ ପ୍ରଭୁ ଶ୍ରୀରାମ ଆହା ଏଇପଟେ ଭାବୁଅଛନ୍ତି କୈକେୟୀ ଜାଣ କଣ ସନ୍ଧ୍ୟା ସମୟ ଆସି ପହଞ୍ଚିଲା ଆହା ଧୀରେ ଧୀରେ ପୁଣି ରାତ୍ର ଯେ ହୋଇଲା ନିଶ୍ଚୟ ଧୀରେ ଧୀରେ ପୁଣି ରାତ୍ର ଯେ ହୋଇଲା ଓହୋ ସେତେବେଳେ ଚଳିଗଲେ ପ୍ରଭୁ ଶ୍ରୀରାମ ହଁ ସେତେବେଳେ ଚଳିଗଲେ ପ୍ରଭୁ ଶ୍ରୀରାମ ଓହୋ କୈକେୟୀ ରାଣୀ କର ସନ୍ନିଧାନ ଆହା କୈକେୟୀ ରାଣୀ କର ସନ୍ନିଧାନ ଆହା କବାଟରେ ଯାଇ କର ଯେ ମାରିଲେ ନିଶ୍ଚୟ କବାଟରେ ଯାଇ କର ଯେ ମାରିଲେ ହଁ କବାଟ ଖୋଲ ଗୋ ମାତ ଯେ ବୋଇଲେ ଏଠୁ ଯାହା ଅନ୍ତେ ହେଲା ଶୁଣ ଆହେ ହଲେ ଏଠୁ ଦନ୍ତେ ଯାହା ହେଲା ହଲେ ହେଲେ ସେତେବେଳେ ରାମଚନ୍ଦ୍ର ହଁ କୈକେୟୀଙ୍କ
ଗୃହ ପାଶରେ ଯାଇ କବାଟରେ କର ମାରି ଡାକୁଛନ୍ତି ଆଚ୍ଛା ଆଚ୍ଛା ଯେ ମା हाँ ଦ୍ୱାର ଖୋଲ। अच्छा अच्छा କଇକେଇ ଦ୍ୱାର ଖୋଲିଦେଲେ। ରାମଚନ୍ଦ୍ର କହୁଛନ୍ତି ମା हाँ ତମେ ଏବେ ଯାଇ ଶୋଇନ। ନା ସେତେବେଳେ କଇକେଇ କହିଲେ ବାବୁରେ ତୁ ତ ଏବେ ଯାଇ ଶୋଇନୁ। हाँ हाँ ରାମଚନ୍ଦ୍ର କହିଲେ ମା କେମିତି ଶୋଇବି ମୁଁ अच्छा अच्छा ରାତି ପାହିଲେ ପରା ମୁଁ ବନବାସକୁ ଯିବି। हाँ ହେଲେ ମୁଁ ରାତି ପାହିଲେ ପରା ମୁଁ ରାଜା ହେବି ମୁଁ ଶୋଇବି କେମିତି। କେମିତି ସେତେବେଳେ କଇକେଇ କହିଲେ ବାବୁରେ ରାତି ପାହିଲେ ତୁ ରାଜା ହେବୁ ମୁଁ କେମିତି ଶୋଇବି। ତୁ ତ ଏବେ ଯାଇ କିଛି ସମୟ ବିଶ୍ରାମ କର ହଁ। ରାତି ପାହିଲେ ତୋର କେତେ କାମ ଅଛି। अच्छा अच्छा ସେତେବେଳେ ରାମଚନ୍ଦ୍ର କହିଲେ ନାଇଁ ମା हाँ ମୋର ଗୋଟିଏ କଥା ତମେ ରଖିବ। କଣ ମୁଁ ଯଦି ଅଯୋଧ୍ୟାରେ ରାଜା ହେଇଯାଏ ହଁ ମୋର ଯୋଉଥିପାଇଁ ଜନ୍ମ ମୋର କରିବାକୁ ଅଛି ଯେତେ ଯେତେ କାମ ହଁ। ସେ କାମ ସବୁ କିଏ କରିବ ମା। କିଏ ଆଜ୍ଞା ସେତେବେଳେ ରାମ ଏମନ୍ତ ବୋଇଲେ ହଁ ଶୁଣ ଗୋ ମାତ କହୁଅଛି ଭଲେ ହଁ ପୂର୍ବରୁ ପିତା ସତ୍ୟ କରିଛନ୍ତି ଓହୋ ଦୁଇ ଗୋଟି ବର ତୁମ୍ଭଙ୍କୁ ଦେବେଟି ହଁ ସେହି କଥା କି ତୁମ୍ଭ ନାହିଁ ମନ ସେ ଦୁଇ ବର ଏବେ ମାଗ ଗୋ ବହନ ପ୍ରଥମ ବର ତୁମ୍ଭେ ଯେ ମାଗିବ କଣ ଭରତ ଅଯୋଧ୍ୟାରେ ରାଜା ହେବ ହଁ ଦ୍ୱିତୀୟ ବର ମାଗିବ ଗୋ ପୁଣି କଣ ବନବାସ 14 ବରଷ ହେବି ମୁଁ ପୁଣି ଓହୋ ଏମନ୍ତ କହିଲେ ଯେ ପ୍ରଭୁ ଶ୍ରୀରାମ ଆଚ୍ଛା ଯାହା କହି ଗଲି ଆଗୁ ମାତ ଶୁଣ ହଁ ସେତେବେଳେ ମାତା ଏମନ୍ତ ବୋଇଲେ କେଡ଼େ ବଡ଼ ଅପବାଦ ହୋଇବ ଭଲେ ଓହୋ ଯଦି ଏମନ୍ତ ମାଗିବି ମୁଁ ବର ହଁ ଯେବେ ଏମନ୍ତ ମାଗିବି ମୁଁ ବର ଓହୋ କି ବୋଲି କହିବ ମୋତେ ଏ ସଂସାର ହଁ ଆଉ କି ବୋଲି କହିବ ମୋତେ ଏ ସଂସାର ଆଚ୍ଛା ସାବତ ମା ବୋଲି ଆଙ୍ଗୁଳି ଦେଖାଇବେ ହଁ ଦୁନିଆ ଦୁର୍ବାସା ମୋତେ ଯେ କହିବେ ନିଶ୍ଚୟ କେମିତି ମୁହିଁ ତାହା ଯେ ସହିବି ହଁ ଏ କଥାକୁ କହ ତୁହି ଏବେ ମନରେ ଭାବି ଓ ସେ କାଳେ କହୁଛନ୍ତି ଦେବ ନାରାୟଣ ସେ ପ୍ରଭୁ ଶ୍ରୀରାମ ଆଗୁ ମାତ ଶୁଣ ହଁ ଦୁନିଆ କଥାରୁ କି ପାଇବୁ ଜାଣ ଏବେ ଏତିକି ରଖିବ ଆଗ ମୋର ମାତ ଏବେ ଏତିକି ରଖିବ ମନ ହେଲେ ଯେତେବେଳେ କୌଶଲ୍ୟାକୁ ହଁ କଇକେଇକୁ ପ୍ରଭୁ ରାମଚନ୍ଦ୍ର କହୁଛନ୍ତି କଣ ଯେ ମା ମୋତେ ବନବାସକୁ ଯିବାକୁ ପଡ଼ିବ ହଁ ବାପା ଦଶରଥ ତ ମୋତେ ବନବାସକୁ ଛାଡ଼ିବେନି ନାଇଁ ରାତି ପାହିଲେ ରାଜାଭିଷେକ କରିବେ ଆଜ୍ଞା ତମେ ଗୋଟେ କାମ କରିବ ମା ମୋ ପାଇଁ ତମେ ବାପାଙ୍କୁ ମାଗିବ କଣ ମାଗିବ କଣ ନା ପୂର୍ବରୁ ମନେ ପକ ମା ପୂର୍ବରୁ ତୁମକୁ ବାପା ସତ୍ୟ କରିଛନ୍ତି ହଁ ଦୁଇଟା ବର ଦେବେ ବର ଦେବେ ତମର ମନେ ଅଛି କଇକେଇ କହିଲେ ହଁ ରେ ବାବୁ ମୋର ମନେ ଅଛି ବାପା ଦଶରଥ କହିଛନ୍ତି ଦିଟା ବର ଦେବି ହଁ ହଁ ଠିକ ଅଛି ମା ତମେ ଏ ସମୟରେ ସେ ଦୁଇ ବରକୁ ମାଗି ଦିଅ କଣ ମାଗିବ କଣ ନା ପ୍ରଥମ ବର ମାଗିବ ପୁଅ ଭରତ ଅଯୋଧ୍ୟାରେ ରାଜା ହବ ହବ ଦ୍ୱିତୀୟ ବର ମାଗିବ ରାମଚନ୍ଦ୍ର 14 ବର୍ଷ ପାଇଁ ବନବାସକୁ ଯିବ ବଣକୁ ଯିବେ ତମେ ମାଗିଦିଅ ମା ମୋତେ ବନକୁ ଯିବାକୁ ହବ କଇକେଇ କହିଲେ ବାବୁରେ ମୁଁ ସିନା ମାଗିଦେବି ତୁ ସିନା ଜନମଙ୍ଗଳ ପାଇଁ ବନବାସକୁ ଚାଲିଯିବୁ ହେଲେ ତା ପର କଥାଟା କଣ ହବ ଜାଣିଛୁ କଣ ଏ ସଂସାର ମୋତେ କଣ କହିବ ତୁ ବୁଝିଛୁ କଣ ଥରେ ଚିନ୍ତା କରିଛୁ କଣ ତୁ ଯଦି ମୋ କୋଳରେ ଜନ୍ମ ହେଇଥାନ୍ତୁ ହୁଏତ ମୁଁ ମାଗି ପାରିଥାନ୍ତି ଆଜି ଦଶରଥଙ୍କୁ ତୁ ମୋ କୋଳରେ ଜନ୍ମ ହେଇନୁ ନାଇଁ ମୁଁ ହଉଛି ତୋର ସାବତ ମା ହଁ। ଆଜି ଯଦି ଏ କଥା ମୁଁ ଦଶରଥଙ୍କୁ ମାଗିବି ତାହେଲେ ମୋତେ ଲୋକ କହିବେ ସାବତ ମା ଯୋଗୁଁ
ସିଏ ପର ପୁଅ ବୋଲି ତାକୁ ବନବାସକୁ ପଠେଇ ଦେଲା। ଦେଇଦେଲା ଏ ଅପବାଦ ମୁଁ ସହି ପାରିବିନି, ନାହିଁ ଏ କଥା ମୁଁ ସହି ପାରିବିନି। ନାହିଁ। ତେଣୁ ବାବୁରେ ମୋର ଇଚ୍ଛା ଥିଲେ ମଧ୍ୟ ମୁଁ ବି ଚାହୁଁଛି ତୁ ଅଯୋଧ୍ୟାର ରାଜା ନ ହେଇ ବନବାସକୁ ଚାଲିଯା। କାରଣ କୈକେୟୀ ମନରେ ଚିନ୍ତା କରୁଛନ୍ତି ବାବୁରେ ତୁ ଯଦି 14 ବର୍ଷ ବନବାସକୁ ଯିବୁ ତାହେଲେ ତୋ ଜୀବନ ବଞ୍ଚିଯିବ। ମୁଁ ମଧ୍ୟ ଚାହୁଁଛି ସେଇଆ, କିନ୍ତୁ ପାଟି ଖୋଲି କହୁଛନ୍ତି ରାମ ମୁଁ ତୋତେ ବନବାସକୁ ପଠେଇ ପାରିବି ନାହିଁ। ରାମଚନ୍ଦ୍ର କହିଲେ ଏବେ କଣ କରିବା? କଣ? ଆଜ୍ଞା ସେତେବେଳେ ରାମ ମନେ ଚିନ୍ତା କଲେ କହୁଅଛି ଶୁଣ ଆଗମା ତହଲେ ଓ ନିନ୍ଦା ତୁମ୍ଭର ଏବେ ଯେ ହୋଇବ ଏ କଥାଟି କାଳ କାଳକୁ ରହିବ। ଏବେ ତୁମ୍ଭଙ୍କୁ ମୁଁ କଥା ଦେଉଅଛି ଦ୍ୱାପର ଯୁଗ ଯେ ଆସିବ ଝଟତି ବାହୁଙ୍ଗି ଲହକଲକେଇଲା ମାରିବି। ରହିଯ କଣ ଏମିତି ହଉଛୁ? କେମିତି କହୁଛି ଦେଖୁନ ଗୁରୁଦେବ। ଆରେ ରହ ହେଲେ ଅଳିଆ ଗୁରୁଦେବ ରାମଚନ୍ଦ୍ର କହିଲେ ହଁ କୈକେୟୀଙ୍କୁ ମା ଏ ଜୀବନ ଏ ପ୍ରକାର ଚାଲିଯିବ ମା, ଆଚ୍ଛା ଅପବାଦ ସହିବାକୁ କିଛି ପଡିବ, ପଡିବ। କିନ୍ତୁ ଆସନ୍ତା ଜନ୍ମରେ ମଧ୍ୟ ମୁଁ ତମ କୋଳରେ ବଢିବି। ହଁ ଦ୍ୱାପର ଯୁଗ ଯେତେବେଳେ ଆସିବ ହଁ ମୁଁ ତମ କୋଳରେ ଜନ୍ମ ହେବିନି ସତ, କିନ୍ତୁ ତମ କୋଳରେ ହିଁ ମୁଁ ବଢିବି। ଦେବକୀ ପୁତ୍ର ବୋଲିବେ କମ, କିନ୍ତୁ ଯଶୋଦା ନନ୍ଦନ ବୋଲି ସମସ୍ତେ ଜାଣିବେ। ନନ୍ଦନନ୍ଦନ ନାମରେ ବିଖ୍ୟାତ ହେବି। ତମ କୋଳରେ ଏକା ମୁଁ ବଢିବି ଦ୍ୱାପର ଯୁଗରେ। ହଁ ଆଜ୍ଞା ଯେତେବେଳେ କଳି ଯୁଗ ଯେ ଆସିବ ଓହୋ ଏହି କଥାଟି କହୁଅଛି ଧ୍ରୁବ କଳି କଳି ଯୁଗରେ ଜଗନ୍ନାଥ ରୂପେ ହଁ ଶ୍ରୀକ୍ଷେତ୍ର ଧାମରେ ପୂଜା ପାଇବି ଆପେ। ଓହୋ ବର୍ଷ ପରେ ଏକ ଦିନ ଘୋଷ ଯାତ୍ରା ହେବ ଆହା ଆଉ ଗୁଣ୍ଡିଚା ମନ୍ଦିରେ ମୋର ରଥ ଯିବ। ନିଶ୍ଚୟ ବାହୁଡିବା ବେଳେ ତୁମ୍ଭର ଗୃହରେ ହଁ ଆଉ ବାହୁଡିବା ବେଳେ ତୁମ୍ଭର ଗୃହରେ ଓହୋ ମାଉସୀ ମା ରୂପେ ରହିବ ସେଠାରେ। ଆଚ୍ଛା ମାଉସୀ ମା ରୂପେ ରହିବ ସେଠାରେ। ହଉରେ ସେଠାରେ ରଥ ମୋର ଅଟକିବ ପୋଡ ପିଠା ମନ ପୁରାଇ ଖାଇବ। ଏ କଥାଟି ସତ୍ୟ ହୋଇବ ଆହେ ସୁଜ୍ଞାନନ ଏ କଥାଟି ଏବେ ସତ୍ୟ ହୋଇବ। ହେଲେ ଖତେଇ ସେଇଠି ରାମଚନ୍ଦ୍ର କହିଲେ କୈକେୟୀକୁ ଦ୍ୱାପର ଯୁଗରେ ଯଶୋଦା ରୂପରେ ରହିବୁ, କଳି ଯୁଗରେ ମୋର ଜଗନ୍ନାଥ ଅବତାର ହେବ। ହବ ବର୍ଷକୁ ଥରେ ମୁଁ ଘୋଷ ଯାତ୍ରା କରିବି, ଗୁଣ୍ଡିଚା ରାଣୀଙ୍କର ମଣ୍ଡପକୁ ଯିବି। ହଁ ବାହୁଡିବା ସମୟରେ ତମେ ମାଉସୀ ମା ରୂପରେ ଥିବ, ମାଉସୀ ମା ରୂପରେ ଥିବ। ତୁମର ନାମ ହବ ଅର୍ଦ୍ଧାସିନୀ, ଅର୍ଦ୍ଧାସିନୀ ନାମ ହେବ ଅର୍ଦ୍ଧାସିନୀ। ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେବା ପାଇଁ ତମେ ବାଟରେ ରହିବ। ଆଉ ମୁଁ ଘୋଷ ଯାତ୍ରାରୁ ଯେତେବେଳେ ବାହୁଡିବି ତମ ଦୁଆରେ ମୋର ରଥ ରହିବ। ସେଇଠି ମୁଁ ପୋଡ ପିଠା ଭକ୍ଷଣ କରିବି ତମ ହାତରୁ। ପୋଡ ପିଠା କାହିଁକି ଖାଇବି? କାହିଁକି? ଏଇ ଯୁଗରେ ତମେ ମତେ ବନବାସକୁ ଯିବା ପାଇଁ ଯୋଉ ସମ୍ପର୍କରେ ନିଆଁ ଲଗେଇବାକୁ ପଡିବ, ଯୋଉ ସମ୍ପର୍କ ଜନଜଗତ ଆଗରେ ପୋଡିଯିବ, ସେଇ ସମ୍ପର୍କକୁ ମନେ ପକେଇବା ପାଇଁ ମୁଁ ତମ ହାତରୁ ସେଇଠି ପୋଡ ପିଠା ଖାଇବି। ତେଣୁ ପ୍ରଭୁ ଜଗନ୍ନାଥ ଅର୍ଦ୍ଧାସିନୀ ତମର କଥା ଥିଲା। ମାଉସୀ ମା କିଏ? ମାଉସୀ ମା ହେଉଛନ୍ତି ଅର୍ଦ୍ଧାସିନୀ, ଅର୍ଦ୍ଧାସିନୀ ବାଟରେ ଅଛନ୍ତି। ଆଉ ପ୍ରଭୁ ଜଗନ୍ନାଥ ତାଙ୍କ ହାତରୁ ପୋଡ ପିଠା ଖାଉଛନ୍ତି। ସେ ଅର୍ଦ୍ଧାସିନୀ ହେଉଛନ୍ତି ନିଜେ କୈକେୟୀ। ତ୍ରେତୟା ଯୁଗର କୈକେୟୀ, କଳି ଯୁଗର ଅର୍ଦ୍ଧାସିନୀ। ଆଉ ଯୋଉ ସମ୍ପର୍କ ପଡିଥିଲା ତ୍ରେତୟା ଯୁଗରେ ତାକୁ ଲକ୍ଷ୍ୟ କରି ଭଗବାନ ଜଗନ୍ନାଥ କୈକେୟୀ ମା ଅର୍ଦ୍ଧାସିନୀ ହାତରୁ ପୋଡ ପିଠା ଭକ୍ଷଣ କରୁଛନ୍ତି। ବୋଲ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।